ସେତେବେଳେ ଯାରା ସବର ବିନ୍ଧିଛି ଭୀମ ଅର୍ଜୁନ ନକୁଳ ସୈନ୍ୟ ପାଣ୍ଡବ ପାଞ୍ଚ ଭାଇ ଗୋଡିରେ ତାକୁ ଗୋଡିକିରି ଭସାଇ ଦେଲେ ଆରବ ସାଗରରେ ଲାଗିଲେ। ନାଇଁ ବାପା, ଆରବ ସାଗରରେ ଯେତେବେଳେ ଲାଗିଲେ ତାକୁ ପାଇଲେ କି କିଏ ପାଇଲେ? କଣ ଏତେ ବେଦ ପଢା ହଉଛି ଜାଣିପାରୁନ? ଆମ ଗାଁ ବନ୍ୟା ପାଇଥିଲା। ଆରେ ବନ୍ୟା ଆଉ ଆରେ ବାଜି କେଉ ତୁଣି ପିତେଇ ଧବଳି କହିଲେ ବାଜି କେଉ ତୁଣି ଯାଉଥିଲେ ତା ଘରକୁ ଯାଆନ୍ତି ବିଶ୍ୱାବସୁ ଶବର ବାଜି କେଉ ତୁଣି ପିତେଇ ଧୋବଣି ପତର ସୌରୁ ପତର ବୁଝାଏ ପତର ସୌରୁ ମନେ ରଖିଦେବେ ଆପଣ ମାନେ ଜାଣିଛନ୍ତି କି ଆଉ କଣ ପୁରାଣରେ ମତେ କହିଲ ନାଳ ପାଇଲେ ତେଣୁ ବାଜି କେଉ ତୁଣି ପିତେଇ ଧୋବଣି ପତର ସୌରୁ ନେଇକିରି ଦେଇ ପିଣ୍ଡିରେ ପୂଜା କରନ୍ତି। ଦେଖିଲେ ଯେତେବେଳେ ଯାଉଛନ୍ତି ଗୋଡ ଧୋଇବାକୁ ଆରବ ସାଗରକୁ ସେତେବେଳେ ଚିକି ଚିକି ହେଇକି ଦେଖାଗଲା। ସେ ପଥର ଉପରେ ଚିକି ଚିକି ହେଇ ଦେଖାଯାଏ ସ୍ୱପ୍ନ ହେଲା ନାଇଁ ତାକୁ ନେଇକି ଦେଇ ପିଣ୍ଡିରେ ପୂଜା କଲେ। ଆଉ ଗୋଟେ କଥା କହୁଥିଲା କଣ? ଆରେ ସତ୍ୟ ଯୁଗରେ କୋଉଟାରେ ଖାଉଥିଲେ? କହିଲେ ସତ୍ୟ ଯୁଗରେ ଖାଉଥିଲେ ପଥରରେ। ଆଜ୍ଞା ସତ୍ୟ ଯୁଗରେ ଖାଉଥିଲେ ପତ୍ର ଚୁଙ୍ଗା କରି ଖାଉଥିଲେ। ଆଜ୍ଞା ଶାଳ ପତ୍ର ଆଉ କଣ ଥିଲା କି? ସେ ଯୋଉ କଥା ଗୁଡା କହୁଛୁ ମୁଁ ଆଜି ଧରିଛି। କଦଳୀ ପତ୍ର ଥିଲା, ଶାଳ ପତ୍ର ଖାଉଥିଲେ, ଚୁଙ୍ଗା କରିକି ଖାଉଛନ୍ତି। ନାଇଁ ଶାଳ ନାଇଁ ବାପା ଖାଉନଥିଲେ ସବୁ ତ ଜଙ୍ଗଲ ହେଇକି ପଡିଥିଲା ନା ତେଣୁ ଶାଳ ପତ୍ରରେ ଖାଉଥିଲେ। ନିଜ ଖାଇଲେ କହୁଥିଲେ ପଥୁଲିରେ ନାଇଁ ପଥର ଦିଏ ଖାଉଥିଲେ ପଥର। ତାପରେ ଆଇଲା ନାଇଁ ତାପରେ ଆଇଲା କହୁଥିଲେ ଆଇଲା କୁମାର ହାଣ୍ଡି ଦିଏ କହୁନ ତାପରେ ଖାଇଲେ ଲୁହା ପଥରରେ ଲୁହାରେ ତିଆରି ତାପରେ ଖାଇଲେ ସୁନାରେ ଖାଉଥିଲେ ସୁନା ପୁଣି ତିଆରି ହେଲା। ତାପରେ ରୂପାରେ ଖାଉଥିଲେ ରୂପା ପୁଣି ତିଆରି ହେଲା। ତାପରେ ଲାଷ୍ଟକୁ ପ୍ଲାଷ୍ଟିକରେ ଖାଇଲେ। ସବୁ ମିଶେଇକି ଦେଖୁନ ଇଏ ସବୁ ମିଶେଇ ଖାଉଛନ୍ତି। କାକେତରେ ଖାଇଲେ ଆରେ ରଙ୍ଗ ଦେଖ ତାଙ୍କର କପଡା ଖୋଲ ଉପର ଦେଖା ସେ କହୁଥିଲେ ଆରେ ତା ଉପରେ ଦେଖ ଆମର ବୋଟା ନାଇଁ ନେଇ ତା ଭିତରକୁ